3 ଫେବୃଆରୀ 2026 ଆଜିର ଦିନରେ ମଙ୍ଗଳ ଗ୍ରହଙ୍କ ଶୁଭ ଚଳନ ଏବଂ ଏହିସବୁ ରାଶିଧାରୀ ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ହେବା ପାଇଁ ଯାଉଛି ପରିବର୍ତ୍ତନ ଏବଂ ସ୍ୱତନ୍ତ୍ର ହେବା ପାଇଁ ଯାଉଛି। ତେବେ ଦର୍ଶକ ବନ୍ଧୁ ନମସ୍କାର, ଜୟ ଜଗନ୍ନାଥ। ଆପଣମାନଙ୍କୁ ଆଜିର ଏହି ରାଶିର ବିଶେଷ କାର୍ଯ୍ୟକ୍ରମକୁ ସ୍ୱାଗତ। ତେବେ ଦର୍ଶକ ବନ୍ଧୁ ଆଜିର ରାଶିର ଭିଡ଼ିଓ ଜରିଆରେ ଜାଣିବା କି ମଙ୍ଗଳଙ୍କ ଶୁଭ ଚଳନ ଏବଂ ଏହିସବୁ ରାଶିଧାରୀ ବ୍ୟକ୍ତି ବିଶେଷମାନେ ହେବା ପାଇଁ ଯାଉଛନ୍ତି ମହାଭାଗ୍ୟଶାଳୀ। ପ୍ରଭୁ ହନୁମାନଙ୍କ ଆଶୀର୍ବାଦରୁ ମିଠା ବାଣ୍ଟିବା ପାଇଁ ହୋଇଯାଆନ୍ତୁ ପ୍ରସ୍ତୁତ। ଆଗାମୀ 7 ଦିନ ଭିତରେ ଏହି ଫେବୃଆରୀ ମାସରେ ମଙ୍ଗଳଙ୍କ ଶୁଭ ଚଳନ ସହିତ ପ୍ରଭୁ ବଜରଙ୍ଗବଲୀଙ୍କ କୃପାରୁ ଏହିସବୁ ରାଶିଧାରୀ ବ୍ୟକ୍ତି ବିଶେଷଙ୍କ ଭାଗ୍ୟରେ ସୁନା ଭଳି ଚମକିବା ସହିତ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିବେ। ଆପଣଙ୍କର ସମସ୍ତ ବାଧାବିଘ୍ନ ଦୁଃଖ ଦଶା ଦୂର ହେବା ପାଇଁ ଯାଉଛି। ସ୍ୱୟଂ ପ୍ରଭୁ ବଜରଙ୍ଗବଲୀଙ୍କ ଆଶୀର୍ବାଦରୁ ମଙ୍ଗଳ ଗ୍ରହ ଉଚ୍ଚରେ ରହିବା ହେତୁ ଏହିସବୁ ରାଶିଧାରୀ ବ୍ୟକ୍ତିଙ୍କ ଭାଗ୍ୟ ଅଚାନକ ଭାବରେ ପରିବର୍ତ୍ତନ ଘଟିବା ସହିତ ଆପଣଙ୍କର ଭାଗ୍ୟ ସୁନା ଭଳି ଚମକିବା ପାଇଁ ଏବଂ ପ୍ରଭୁ ହନୁମାନଙ୍କ ଆଶୀର୍ବାଦରୁ ଆପଣଙ୍କର ସମସ୍ତ ଆର୍ଥିକ ସମସ୍ୟା ଦୂର ହେବ। ବୃତ୍ତିଗତ ଜୀବନରେ ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ ଏବଂ ଆଜି ସକାଳ 7:45 ସମୟରୁ ମଙ୍ଗଳଙ୍କର ଏହି ଗୋଚର କେବଳ ଶକ୍ତି ଏବଂ ସାହସ ବୃଦ୍ଧି କରିବା ନାହିଁ, ବରଂ ଅତ୍ୟନ୍ତ ଶୁଭ ଯୋଗ ସୃଷ୍ଟି କରୁଛି ଏବଂ 12ଗୋଟି ରାଶି ମଧ୍ୟରୁ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଅଚାନକ ଧନ ପ୍ରାପ୍ତି ହେବା ସହିତ ଚାକିରି ମିଳିବ ଏବଂ ପଡ଼ି ରହିଥିବା କାର୍ଯ୍ୟଗୁଡ଼ିକ ପୂର୍ଣ୍ଣ କରିବେ। ପ୍ରଭୁ ବଜରଙ୍ଗବଲୀଙ୍କ ଆଶୀର୍ବାଦରୁ ସମସ୍ତ ବାଧାବିଘ୍ନ ଦୂର ହେବ ଏବଂ ଜୀବନରେ ଲାଗି ରହିଥିବା ସମସ୍ତ ବିବାଦର ଅନ୍ତ ଘଟିବ। ବ୍ୟବସାୟରେ ଅଗ୍ରଗତି କରିବା ସହିତ ଜୀବନରେ କ୍ୟାରିୟର ଏବଂ ପ୍ରତିଷ୍ଠା ସହିତ ଜଡ଼ିତ ବଡ଼ ପରିବର୍ତ୍ତନ ଆଣିବ ଏବଂ ପ୍ରଭୁ ବଜରଙ୍ଗବଲୀଙ୍କ କୃପାରୁ ଆପଣଙ୍କର ସମସ୍ତ ଏହିସବୁ ରାଶିଧାରୀ ବ୍ୟକ୍ତି ବିଶେଷମାନେ ଅତ୍ୟନ୍ତ ଉଚ୍ଚରେ ରହିବେ ଏବଂ ଆର୍ଥିକ ସମସ୍ୟା ଦୂର ହେବ। ତେବେ ଦର୍ଶକ ବନ୍ଧୁ ଚାଲନ୍ତୁ ଜାଣିନେବା ସେହି ସବୁ ମହାଭାଗ୍ୟଶାଳୀ ରାଶିମାନଙ୍କ ବିଷୟରେ। ତେବେ ଦର୍ଶକ ବନ୍ଧୁ ସେହି ସବୁ ମହାଭାଗ୍ୟଶାଳୀ ରାଶିମାନଙ୍କ ବିଷୟରେ ଜାଣିବା ପାଇଁ ହେଲେ ଆପଣମାନଙ୍କୁ ଅନୁରୋଧ, ଭିଡ଼ିଓଟି ସ୍କିପ୍ ନ କରି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଯେଉଁମାନେ ଏହି ଚ୍ୟାନେଲରେ ନ୍ୟୁ ଅଛନ୍ତି ସର୍ବପ୍ରଥମେ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଭିଡ଼ିଓକୁ ଲାଇକ୍ କରନ୍ତୁ, କମେଣ୍ଟ ବକ୍ସରେ ଜୟ ଶ୍ରୀରାମ ଜୟ ହନୁମାନ ଲେଖିବାକୁ ବିଲକୁଲ ବି ଭୁଲିବେନି। ପ୍ରଭୁ ହନୁମାନଙ୍କର ଆଶୀର୍ବାଦରୁ ଏହି 2026ଟି ଅତ୍ୟନ୍ତ ଆପଣଙ୍କର ଶୁଭ ହେବା ସହିତ ଆପଣଙ୍କର ସମସ୍ତ ଦୁଃଖ ଦୂର ହେବ ଏବଂ ଭାଗ୍ୟ ସୁନା ଭଳି ଚମକିବା ସହିତ ଆଗାମୀ 7 ଦିନ ଭିତରେ ପ୍ରଭୁ ହନୁମାନଙ୍କ ଆଶୀର୍ବାଦରୁ ଭାଗ୍ୟରେ ଲଟେରୀ ଲାଗିବ, ଅଚାନକ ଚାକିରି ମିଳିବ ଏବଂ ଆପଣଙ୍କର ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତି ଧୀରେ ଧୀରେ ମଜବୁତ ରହିବ ଏବଂ କୋର୍ଟ କଚେରୀ ମାମଲା ରାୟ ସବୁ ଆପଣଙ୍କ ସପକ୍ଷରେ ଯିବା ସହିତ ଶତ୍ରୁ ଉପରେ ବିଜୟ ଲାଭ କରିବେ ଏବଂ ଅଧୁରା ପଡ଼ିଥିବା କାର୍ଯ୍ୟ ପୂର୍ଣ୍ଣ କରିବେ। ଭାଗ୍ୟର ପୂର୍ଣ୍ଣ ସମର୍ଥନ ମିଳିବା ସହିତ ପ୍ରଭୁ ହନୁମାନଙ୍କର ମଧ୍ୟ ଆଶୀର୍ବାଦ ପ୍ରାପ୍ତ ହେବ ଏବଂ ଏହିସବୁ ରାଶିଧାରୀ ବ୍ୟକ୍ତି ବିଶେଷମାନେ ଆଜି ସକାଳ 7:45 ସମୟରେ ଆପଣଙ୍କର ମଙ୍ଗଳ ଗ୍ରହ ଉଚ୍ଚରେ ରହିବା ହେତୁ ଏହି ରାଶିର ବ୍ୟକ୍ତି ବିଶେଷମାନେ ଭାବରେ ବିବେଚନା ହେବେ ଏବଂ ଉଚ୍ଚ ରାଶିରେ ପହଞ୍ଚିବା ଦ୍ୱାରା ମଙ୍ଗଳଙ୍କର ଶକ୍ତି ଏବଂ ପ୍ରଭାବ ବୃଦ୍ଧି ପାଇବ। ଏହି ସମୟ ମଧ୍ୟରେ ମଙ୍ଗଳ ଅତ୍ୟନ୍ତ ଶୁଭ ଯୋଗ ସୃଷ୍ଟି କରିବା ହେତୁ ଆପଣଙ୍କର ସାହସ, ପ୍ରତ୍ୟେକ କାର୍ଯ୍ୟରେ ସାହସ, ନେତୃତ୍ୱ ଏବଂ ସଫଳତାର ପ୍ରତୀକ ହେବେ ପ୍ରଭୁ ବଜରଙ୍ଗବଲୀଙ୍କ କୃପାରୁ। ତେବେ ଦର୍ଶକ ବନ୍ଧୁ ଚାଲନ୍ତୁ ଜାଣିନେବା ପ୍ରଥମ ସେହି ମହାଭାଗ୍ୟଶାଳୀ ରାଶିମାନଙ୍କ ବିଷୟରେ। ତେବେ ଦର୍ଶକ ବନ୍ଧୁ ପ୍ରଥମ ସେହି ମହାଭାଗ୍ୟଶାଳୀ ରାଶିଟି ହେଉଛି ଯିଏକି ମେଷ ରାଶି। ଏହି ମେଷ ରାଶିର ବ୍ୟକ୍ତି ବିଶେଷମାନେ କୁଣ୍ଡଳୀର ଗ୍ରହ ନକ୍ଷତ୍ରଙ୍କ ଶୁଭ ଚଳନ ସହିତ ଆଜିର ଦିନଠାରୁ ପ୍ରଭୁ ମଙ୍ଗଳ ଉଚ୍ଚରେ ରହିବା ହେତୁ ପ୍ରଭୁ ବଜରଙ୍ଗବଲୀଙ୍କ କୃପାରୁ ଏହି ମେଷ ରାଶିର ବ୍ୟକ୍ତି ବିଶେଷମାନେ ଆଗାମୀ 7 ଦିନ ମଧ୍ୟରେ ଆପଣଙ୍କ ଭାଗ୍ୟରେ ଲଟେରୀ ଲାଗିବା ସହିତ ଭାଗ୍ୟ ସୁନା ଭଳି ଚମକିବ ଏବଂ ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତି ଧୀରେ ଧୀରେ ମଜବୁତ ହେବ। ଦୀର୍ଘ ଦିନ ଧରି ପଡ଼ି ରହିଥିବା କାର୍ଯ୍ୟଗୁଡ଼ିକ ଦ୍ରୁତ ଗତିରେ ପୂରଣ ହେବ। ପ୍ରଭୁ ବଜରଙ୍ଗବଲୀଙ୍କର ଆଶୀର୍ବାଦରୁ ପବନପୁତ୍ର ହନୁମାନଙ୍କର ଆଶୀର୍ବାଦ କୃପାରୁ ଆପଣଙ୍କର ସମସ୍ତ ଆର୍ଥିକ ସମସ୍ୟା ଦୂର ହେବ, ଆୟରେ ଉନ୍ନତି ହେବ, ବାଣିଜ୍ୟ ବ୍ୟବସାୟରେ ଅଗ୍ରଗତି କରିବେ, ଆୟର ନୂତନ ପନ୍ଥା ଖୋଲିବ, ପରିବାର ମଧ୍ୟରେ ହସ ଖୁସି ଏବଂ ଆନନ୍ଦର ବାତାବରଣ ଲାଗି ରହିବ ଏବଂ ପଡ଼ି ରହିଥିବା କାର୍ଯ୍ୟଗୁଡ଼ିକ ପୂର୍ଣ୍ଣ କରିବା ସହିତ ବନ୍ଧୁଙ୍କ ସହଯୋଗ ମିଳିବ। ପାର୍ଟନରସିପ୍ରେ ଚାଲିଥିବା ବ୍ୟବସାୟୀମାନେ ବ୍ୟବସାୟରୁ ମୋଟା ଅଙ୍କର ଲାଭ ମିଳିବ। ପୁରୁଣା କୋର୍ଟ କଚେରୀ ମାମଲା ରାୟ ଆପଣଙ୍କ ସପକ୍ଷରେ ଯିବ, ଶତ୍ରୁ ଉପରେ ବିଜୟ ଲାଭ କରିବେ, ମାନସିକ ଚାପ କମିବ, ମାନସିକ ଶାନ୍ତି ଅନୁଭବ କରିବେ। ଅବିବାହିତ ବ୍ୟକ୍ତି ବିଶେଷଙ୍କର ଭଲ ବିବାହ ପ୍ରସ୍ତାବ ଆସିବ।
ବିବାହ କାର୍ଯ୍ୟ ସମ୍ପନ୍ନ ହେବା ସହିତ ବୈବାହିକ ଜୀବନ ସୁଖମୟ ହେବ। ଏବଂ ଏହି ରାଶିରେ ଜଡ଼ିତ ବ୍ୟକ୍ତିବିଶେଷମାନେ ରିଏଲ୍ ଇଷ୍ଟେଟ୍ରେ କାର୍ଯ୍ୟରତ ବ୍ୟକ୍ତିବିଶେଷମାନେ ସରକାରଙ୍କ ତରଫରୁ କିଛି ନୂଆ ଟେଣ୍ଡର ଆପଣଙ୍କ ହାତକୁ ଆସିବ। ଏବଂ ରାଜନୈତିକ ବ୍ୟକ୍ତି ତଥା କଳା, ସାହିତ୍ୟ, ରିସର୍ଚ୍ଚ କ୍ଷେତ୍ରରେ ଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଆଗାମୀ 7 ଦିନ ଭିତରେ ପ୍ରଭୁ ହନୁମାନ ବଜରଙ୍ଗବଲୀଙ୍କ କୃପାରୁ ଆପଣଙ୍କର ଆର୍ଥିକ ସମସ୍ୟା ଦୂର ହେବା ସହିତ କିଛି ଶୁଭଫଳ ପ୍ରାପ୍ତି ହେବା ପାଇଁ ଯାଉଛି। ଏହି 7 ଦିନ ଭିତରେ ଅଚାନକ ସରକାରୀ ଚାକିରିଆମାନେ ଯେଉଁମାନେ ଚାକିରି ଅନୁସନ୍ଧାନରେ ଅଛନ୍ତି ସେମାନଙ୍କ ପାଇଁ ଏହି ମେଷରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ପ୍ରଭୁ ହନୁମାନଙ୍କ କୃପାରୁ ଆପଣଙ୍କର ଚାକିରିର ଅଫର ଲେଟର ବା ଫୋନ୍ କଲ୍ ଆସିବ ଏବଂ ସରକାରୀ ଚାକିରିରେ ପଦୋନ୍ନତି ସହିତ ଦରମା ମଧ୍ୟ ବୃଦ୍ଧି ହେବ। ଏବଂ ଆପଣଙ୍କର ଉପରିସ୍ଥ ଅଧିକାରୀମାନେ ଆପଣଙ୍କୁ ସାହାଯ୍ୟ ଓ ସମର୍ଥନ କରିବେ। ପରିବାରରେ ହୋଇଥିବା ମନୋମାଳିନ୍ୟ ଦୂର ହେବ। ପ୍ରଭୁ ହନୁମାନଙ୍କର ଆଶୀର୍ବାଦରୁ ପ୍ରେମ ବିବାହରେ ଉପୁଜୁଥିବା ପ୍ରତିବନ୍ଧକ ଦୂର ହେବା ସହିତ ପ୍ରେମ ବିବାହ ସଫଳ ହେବ। ଛାତ୍ରଛାତ୍ରୀମାନେ ଯେଉଁମାନେ କମ୍ପିଟେଟିଭ୍ ଏକ୍ଜାମ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ପରୀକ୍ଷାରେ କୃତଲାଭ କରିବେ। ଏବଂ ଦୀର୍ଘଦିନ ଧରି ଧାର କରଜ ଆଣିଥିବା ବ୍ୟକ୍ତିବିଶେଷମାନେ ପ୍ରଭୁ ହନୁମାନଙ୍କ ଆଶୀର୍ବାଦରୁ ବ୍ୟବସାୟରେ ଅଗ୍ରଗତି କରିବା ହେତୁ ଧାର କରଜ ଟଙ୍କା ସୁଝିବାରେ ସକ୍ଷମ ହେବେ ଏବଂ ଟଙ୍କା ପଡ଼ି ରହିଥିବା ମଧ୍ୟ ଆପଣ ଫେରସ୍ତ ପାଇପାରିବେ। ଏବଂ ଏହି ମେଷରାଶିର ବ୍ୟକ୍ତିବିଶେଷମାନେ ମଙ୍ଗଳଙ୍କର ଏହି ଶୁଭ ଚଳନ ଆପଣଙ୍କର ଭାଗ୍ୟ ଉଜ୍ଜଳମୟ ହେବା ସହିତ ଏହି ରାଶିର ଜାତକ ବ୍ୟକ୍ତିବିଶେଷ ପାଇଁ ଶୁଭ ହେବ। ଏବଂ ଆପଣ କର୍ମକ୍ଷେତ୍ରରେ ଅନୁକୂଳ ପରିସ୍ଥିତି ପାଇ ପ୍ରଭୁ ହନୁମାନଙ୍କ କୃପାରୁ ଖୁସି ହେବେ। ଏବଂ ଏହି ରାଶିର ବ୍ୟକ୍ତିବିଶେଷମାନେ ଚାପ ମଧ୍ୟ କମିବ ଏବଂ ଲାଭଦାୟକ ହେବେ। ଏବଂ ଆପଣଙ୍କ ପାରିବାରିକ ଜୀବନରେ ପିତାଙ୍କ ଠାରୁ ସମର୍ଥନ ପାଇବେ ଏବଂ ଆପଣଙ୍କର ବୈବାହିକ ଜୀବନ ମଧ୍ୟ ସୁଖଦ ହେବ। ଏବଂ ଆପଣଙ୍କର ଅଧା ପଡ଼ି ରହିଥିବା କାର୍ଯ୍ୟଗୁଡ଼ିକ ଦ୍ରୁତ ଗତିରେ ହନୁମାନଙ୍କ କୃପାରୁ ପୂର୍ଣ୍ଣ କରିବାରେ ସକ୍ଷମ ହେବେ। ପ୍ରଭୁ ହନୁମାନଙ୍କ ଆଶୀର୍ବାଦରୁ ପରିବାର ବ୍ୟକ୍ତିବିଶେଷଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ଥିବା ବ୍ୟକ୍ତିବିଶେଷମାନେ ଧୀରେ ଧୀରେ ସ୍ୱାସ୍ଥ୍ୟରେ ଉନ୍ନତି ହେବ। ଆପଣଙ୍କର ସମସ୍ତ ଆର୍ଥିକ ସମସ୍ୟା ଦୂର ହେବା ସହିତ ଛାତ୍ରଛାତ୍ରୀମାନେ ପରୀକ୍ଷାରେ କୃତଲାଭ କରିବେ। ଏବଂ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଇଥିବା ବିଶେଷ ଅଧିକାରୀମାନେ କ୍ରୀଡ଼ା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିବେ। ପ୍ରଭୁ ହନୁମାନଙ୍କ ଆଶୀର୍ବାଦରୁ ଦୀର୍ଘଦିନର ମନସ୍କାମନା ପୂର୍ଣ୍ଣ ହେବ। ଏବଂ ଆଗାମୀ 7 ଦିନ ଭିତରେ ଆପଣଙ୍କ ଭାଗ୍ୟରେ ଲଟେରୀ ଲାଗିବ ଯାହାକି ଜମି ଓ ଫ୍ଲାଟ୍ କିଣିବାର ସ୍ୱପ୍ନ ସାକାର ହେବ। ପ୍ରଭୁ ହନୁମାନଙ୍କର ଆଶୀର୍ବାଦରୁ ଗାଡ଼ି କିଣିବାର ସ୍ୱପ୍ନ ସାକାର ହେବ। ଏବଂ ଆପଣଙ୍କର ସମସ୍ତ ବୈବାହିକ ଜୀବନ ସହିତ ପରିବାରରେ ଲାଗି ରହିଥିବା ମନ୍ଦାବସ୍ଥା ଦୂର ହେବ। ତେବେ ଦର୍ଶକ ବନ୍ଧୁ, ଆପଣଙ୍କର ଯଦି ଏହି ରାଶିଟି ହୋଇଥାଏ, ପ୍ରଭୁ ବଜରଙ୍ଗବଲୀଙ୍କ ଭକ୍ତ ହୋଇଥାନ୍ତି, କମେଣ୍ଟ ବକ୍ସରେ ଶ୍ରଦ୍ଧାରେ ଜୟ ଶ୍ରୀରାମ ଜୟ ହନୁମାନ ଲେଖିବାକୁ ବିଲକୁଲ ବି ଭୁଲିବେନି। ତେବେ ଦର୍ଶକ ବନ୍ଧୁ, ଚାଲନ୍ତୁ ଜାଣିନେବା ପରବର୍ତ୍ତୀ ସେହି ମହାଭାଗ୍ୟଶାଳୀ ରାଶିମାନଙ୍କ ବିଷୟରେ। ତେବେ ଦର୍ଶକ ବନ୍ଧୁ, ପରବର୍ତ୍ତୀ ସେହି ମହାଭାଗ୍ୟଶାଳୀ ରାଶିଟି ହେଉଛି ମିଥୁନ ରାଶି। ଏହି ମିଥୁନ ରାଶିର ବ୍ୟକ୍ତିବିଶେଷମାନେ କୁଣ୍ଡଳୀରେ ଗ୍ରହ ନକ୍ଷତ୍ରଙ୍କ ଶୁଭ ଚଳନ ସହିତ ଆଜିର ଦିନରେ ସ୍ୱୟଂ ବଜରଙ୍ଗବଲୀଙ୍କ ଆଶୀର୍ବାଦରୁ ଆପଣଙ୍କର ଜୀବନରେ ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବା ପାଇଁ ଯାଉଛି। ଏବଂ ଏହି ଫେବୃଆରୀ ମାସରେ ପ୍ରଭୁ ବଜରଙ୍ଗବଲୀଙ୍କ କୃପାରୁ ଆପଣଙ୍କର ସମସ୍ତ ଆର୍ଥିକ ଅଭାବ ଅନଟନ ଦୂର ହେବା ସହିତ ଆଗାମୀ 7 ଦିନ ଭିତରେ ଆପଣଙ୍କର ଭାଗ୍ୟରେ ଲଟେରୀ ଲାଗିବା ସହିତ ଅଚାନକ ଚାକିରି ପ୍ରାପ୍ତି ହେବା ପାଇଁ ଯାଉଛି। ଏବଂ ଦ୍ରୁତ ଗତିରେ ଆପଣଙ୍କର କାର୍ଯ୍ୟ ସମାପ୍ତ ହେବ। ବୃତ୍ତିଗତ ଜୀବନରେ ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବା ସହିତ ଚାକିରିରେ ପଦୋନ୍ନତି ହେବ। ଏବଂ ମିଠା ବାଣ୍ଟିବା ପାଇଁ ହୋଇଯାଆନ୍ତୁ ପ୍ରସ୍ତୁତ। ଆଗାମୀ 7 ଦିନ ଭିତରେ ଆପଣଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ସହିତ ଆପଣଙ୍କୁ କିଛି ଗୁପ୍ତଧନ ପ୍ରାପ୍ତି ହେବା ପାଇଁ ଯାଉଛି। ପ୍ରଭୁ ହନୁମାନଙ୍କର ଆଶୀର୍ବାଦରୁ ଏହି ମିଥୁନ ରାଶିର ବ୍ୟକ୍ତିବିଶେଷମାନେ ଆପଣଙ୍କର ଖର୍ଚ୍ଚ କମିବ। ପୂର୍ବ ଅପେକ୍ଷା ଆୟ ବୃଦ୍ଧି ହେବ। ବ୍ୟବସାୟରେ ନୂତନ ପାଣ୍ଠି ଖୋଲିବ। ଆୟର ନୂତନ ପନ୍ଥା ଖୋଲିବ। ଆପଣଙ୍କର କ୍ୟାରିୟରରେ ଉନ୍ନତି ଲାଭ କରିବେ। ଆପଣଙ୍କର କାର୍ଯ୍ୟସ୍ଥଳୀରେ ସହକର୍ମୀଙ୍କ ଠାରୁ ପୂର୍ଣ୍ଣ ସମର୍ଥନ ମିଳିବ। ଆପଣଙ୍କର ଉପରିସ୍ଥ ଅଧିକାରୀମାନେ ଆପଣଙ୍କୁ କୌଣସି ବିଷୟରେ ସାହାଯ୍ୟ କରିବେ। ଆପଣଙ୍କୁ ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ କାମ କରିବାର ସୁଯୋଗ ମିଳିବ। ଆପଣଙ୍କର ସନ୍ତାନ ସମ୍ବନ୍ଧୀୟ ବିଷୟଗୁଡ଼ିକ ବିଷୟରେ ଚିନ୍ତିତ ରହିବେ ନାହିଁ। ସନ୍ତାନ ସମସ୍ୟା ଦୂର ହେବ। ଦୀର୍ଘ ଦିନର ଆପଣଙ୍କର ସ୍ୱାସ୍ଥ୍ୟ ମଧ୍ୟ ଧୀରେ ଧୀରେ ସୁଧାର ଆସିବ। ପ୍ରଭୁ ହନୁମାନଙ୍କ ଆଶୀର୍ବାଦରୁ ଆପଣଙ୍କର ଜୀବନସାଥୀଙ୍କ ମଧ୍ୟରେ ହୋଇଥିବା ମନୋମାଳିନ୍ୟ ଦୂର ହେବ। ପତି ପତ୍ନୀଙ୍କ ମଧ୍ୟରେ ମନୋମାଳିନ୍ୟ ଦୂର ହେବା ସହିତ ପତି ପତ୍ନୀଙ୍କୁ କୌଣସି ଦାମୀ ଉପହାର କ୍ରୟ କରିଦେବେ। ଜୀବନସାଥୀଙ୍କ ସହିତ ସୌନ୍ଦର୍ଯ୍ୟ ଅକ୍ଷୁଣ୍ଣ ରହିବ। ପରିବାରରେ ହୋଇଥିବା ମନୋମାଳିନ୍ୟ ଦୂର ହେବ। ଭାଇ ଭାଇଙ୍କ ସମ୍ପର୍କ ମଜବୁତ ରହିବ। ଅବିବାହିତ ବ୍ୟକ୍ତିବିଶେଷଙ୍କ ଭଲ ବିବାହ ପ୍ରସ୍ତାବ ଆସିବା ସହିତ ବୈବାହିକ ଜୀବନ ସୁଖମୟ ହେବ।
ଏବଂ ଯେଉଁମାନେ ବିଦେଶରେ ରହି ବାଣିଜ୍ୟ ବ୍ୟବସାୟ କରିବାକୁ ଚାହୁଁଛନ୍ତି, ବିଦେଶରେ ବାଣିଜ୍ୟ ବ୍ୟବସାୟ ଦ୍ୱିଗୁଣିତ ଲାଭାନ୍ୱିତ ହେବ ଏବଂ ଆପଣଙ୍କର ଅଟକି ରହିଥିବା ଟଙ୍କା ଫେରସ୍ତ ପାଇବେ ଏବଂ ବ୍ୟବସାୟରେ ନୂତନ ଗରାଖ ଜୁଟିବା ସହିତ ପୂର୍ବ ଅପେକ୍ଷା ଧୀରେ ଧୀରେ ଆର୍ଥିକ ସ୍ଥିତି ମଜବୁତ ହେବ, ଯାହାକି ଟଙ୍କା ସଞ୍ଚୟ କରିବାରେ ସକ୍ଷମ ହେବେ ଏବଂ ଦେଣ ନେଣ ପାଇଁ ଟଙ୍କା ଅତ୍ୟନ୍ତ ଶୁଭ ସମୟ ଅଛି। ତେବେ ଦର୍ଶକ ବନ୍ଧୁ, ଆପଣଙ୍କର ଯଦି ଏହି ରାଶିଟି ହୋଇଥାଏ, ପ୍ରଭୁ ବଜରଙ୍ଗବଲି ହନୁମାନଙ୍କର ଭକ୍ତ ହୋଇଥାନ୍ତି, କମେଣ୍ଟ ବକ୍ସରେ ଶ୍ରଦ୍ଧାରେ ଜୟ ଶ୍ରୀରାମ ଜୟ ହନୁମାନ ଲେଖିବାକୁ ବିଲକୁଲ ବି ଭୁଲିବେନି। ତେବେ ଦର୍ଶକ ବନ୍ଧୁ, ଚାଲନ୍ତୁ ଜାଣିନେବା ପରବର୍ତ୍ତୀ ସେହି ମହାଭାଗ୍ୟଶାଳୀ ରାଶିମାନଙ୍କ ବିଷୟରେ। ତେବେ ଦର୍ଶକ ବନ୍ଧୁ, ପରବର୍ତ୍ତୀ ସେହି ମହାଭାଗ୍ୟଶାଳୀ ରାଶିଟି ହେଉଛି ଯାହା ଉପରେ କି ପ୍ରଭୁ ହନୁମାନଙ୍କର କୃପା ରହିବା ସହିତ ଆଶୀର୍ବାଦ ପ୍ରାପ୍ତ ହେବା ପାଇଁ ଯାଉଛି ଏବଂ ଶୁଭ ସମୟ ଆରମ୍ଭ ହେବା ପାଇଁ ଯାଉଛି। ତେବେ ଦର୍ଶକ ବନ୍ଧୁ, ସେହି ମହାଭାଗ୍ୟଶାଳୀ ରାଶିଟି ହେଉଛି କର୍କଟ ରାଶି। ଏହି କର୍କଟ ରାଶିର ବ୍ୟକ୍ତି ବିଶେଷମାନେ ପ୍ରଭୁ ହନୁମାନଙ୍କର ଆଶୀର୍ବାଦରୁ ଆପଣ ମିଠା ବାଣ୍ଟିବା ପାଇଁ ହୋଇଯାଆନ୍ତୁ ପ୍ରସ୍ତୁତ। ଏହି କର୍କଟ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ହନୁମାନଙ୍କ କୃପାରୁ ଆପଣଙ୍କର ଆଗାମୀ 7 ଦିନ ମଧ୍ୟରେ ଜମି ଓ ଗାଡ଼ି କିଣିବାର ସ୍ୱପ୍ନ ସାକାର ହେବ ଏବଂ ଗୃହ ପ୍ରବେଶ ପାଇଁ ସମୟ ଅତ୍ୟନ୍ତ ଶୁଭଦାୟକ ରହିବ। ପ୍ରଭୁ ହନୁମାନଙ୍କ ଆଶୀର୍ବାଦରୁ ମଙ୍ଗଳବାର ଦିନଠାରୁ ଆପଣଙ୍କର ଏହି କର୍କଟ ରାଶି ପାଇଁ ଲାଭଦାୟକ ହେବା ପାଇଁ ଯାଉଛି ଏବଂ ଆପଣଙ୍କୁ କ୍ୟାରିୟରରେ ଉନ୍ନତି ଲାଭ କରିବେ। ପାର୍ଟନରସିପ୍ରେ ଚାଲିଥିବା ବ୍ୟବସାୟୀମାନେ ବ୍ୟବସାୟରୁ ମୋଟା ଅଙ୍କର ଲାଭ ପାଇବେ, ଯାହାକି କିଛି ଟଙ୍କା ସଞ୍ଚୟ କରିବାରେ ସକ୍ଷମ ହେବେ। ଆପଣଙ୍କର ପରିବାରରେ ଲାଗି ରହିଥିବା ମନ୍ଦାବସ୍ଥା ଦୂର ହେବ, ସ୍ୱାସ୍ଥ୍ୟରେ ଉନ୍ନତି ଲାଭ ହେବ। ପ୍ରଭୁ ହନୁମାନଙ୍କର କୃପାରୁ ଆପଣଙ୍କର କାର୍ଯ୍ୟକ୍ଷେତ୍ରରେ ଅନୁକୂଳ ପରିସ୍ଥିତି ଯାହାକି ଲାଭ ଆଣିବ ଏବଂ ଯେତେବେଳେ ଦ୍ୱିତୀୟାର୍ଦ୍ଧ ଆର୍ଥିକ ଲାଭର ସୁଯୋଗ ପ୍ରଦାନ କରିବ। ପ୍ରଭୁ ହନୁମାନଙ୍କ ଆଶୀର୍ବାଦରୁ ଆପଣ ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ ଏବଂ ଆପଣଙ୍କର ଏକ ଦୀର୍ଘକାଳୀନ ଯୋଜନାରେ ଟଙ୍କା ନିବେଶ କରିପାରିବେ। ଜଣେ ବନ୍ଧୁ କିମ୍ବା ପରିଚିତ ବ୍ୟକ୍ତି ଆପଣଙ୍କୁ ସାହାଯ୍ୟ ଓ ସମର୍ଥନ କରିବେ। ପରିବାର ଲୋକଙ୍କର ସମର୍ଥନ ମଧ୍ୟ ମିଳିବ। ଆପଣଙ୍କ ପ୍ରେମ ଜୀବନରେ ଆପଣଙ୍କର ପ୍ରେମିକା ସହିତ ସମୟ ବିତାଇବାର ସୁଯୋଗ ପାଇବେ। ଆଜି ଆପଣଙ୍କୁ ସରକାରୀ କାମରେ ସଫଳତା ମିଳିବ। ସରକାରୀ ଚାକିରିଆମାନେ ଯେଉଁମାନେ ସରକାରୀ ଚାକିରି ଅନୁସନ୍ଧାନରେ ଅଛନ୍ତି, ସେମାନଙ୍କର ସରକାରୀ ଚାକିରି ମିଳିବା ସହିତ ସରକାରୀ ଚାକିରିରେ ପଦୋନ୍ନତି ସହିତ ଦରମା ମଧ୍ୟ ବୃଦ୍ଧି ହେବ। ଆପଣଙ୍କ ପାଇଁ ଆପଣଙ୍କ ବଡ଼ ଭାଇଙ୍କ ଠାରୁ ସମର୍ଥନ ପାଇବେ ଏବଂ ଯେକୌଣସି ପାରିବାରିକ କାମ ସମ୍ପୂର୍ଣ୍ଣ ହେବ। ପରିବାରରେ ଲାଗି ରହିଥିବା ମନ୍ଦାବସ୍ଥା ଦୂର ହେବ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ମନମାଳିନ୍ୟ ଦୂର ହେବ। ଯେଉଁ ଛାତ୍ରଛାତ୍ରୀମାନେ ବିଦେଶରେ ରହି ଇଚ୍ଛୁକ ଥିବା ଛାତ୍ରଛାତ୍ରୀଙ୍କର ଆଶା ମଧ୍ୟ ପୂର୍ଣ୍ଣ ହେବ। ପ୍ରଭୁ ହନୁମାନଙ୍କର ଆଶୀର୍ବାଦରୁ ଛାତ୍ରଛାତ୍ରୀମାନେ ବିଦେଶରେ ରହି ପାଠ ଭଲ ପଢ଼ିବା ଦ୍ୱାରା ଚାକିରି ମଧ୍ୟ ଭଲ ମିଳିବ। ଆଗାମୀ 7 ଦିନ ମଧ୍ୟରେ ଅଚାନକ ଚାକିରି ମିଳିବ ପ୍ରଭୁ ହନୁମାନଙ୍କ କୃପାରୁ। ତେବେ ଦର୍ଶକ ବନ୍ଧୁ, ଆପଣଙ୍କର ଯଦି ଏହି ରାଶିଟି ହୋଇଥାଏ, ପ୍ରଭୁ ହନୁମାନଙ୍କର ଭକ୍ତ ହୋଇଥାନ୍ତି, କମେଣ୍ଟ ବକ୍ସରେ ଶ୍ରଦ୍ଧାରେ ଜୟ ଶ୍ରୀରାମ ଜୟ ହନୁମାନ ଲେଖିବାକୁ ବିଲକୁଲ ବି ଭୁଲିବେନି। ତେବେ ଦର୍ଶକ ବନ୍ଧୁ, ଚାଲନ୍ତୁ ଜାଣିନେବା ପରବର୍ତ୍ତୀ ସେହି ମହାଭାଗ୍ୟଶାଳୀ ରାଶିମାନଙ୍କ ବିଷୟରେ, ଯାହା ଉପରେ କି ପ୍ରଭୁ ହନୁମାନଙ୍କର କୃପା ରହିବା ସହିତ ଆଗାମୀ 7 ଦିନ ମଧ୍ୟରେ ଆପଣଙ୍କର ଭାଗ୍ୟ ସୁନା ଭଳି ଚମକିବା ସହିତ ଟଙ୍କା ଗାଦିରେ ବସିବେ ଏହି ରାଶିର ବ୍ୟକ୍ତି ବିଶେଷମାନେ ଏବଂ ଭାଗ୍ୟରେ ଲଟେରୀ ଲାଗିବା ପାଇଁ ଯାଉଛି। ପ୍ରତ୍ୟେକ ମନସ୍କାମନା ପୂର୍ଣ୍ଣ ହେବା ପାଇଁ ଯାଉଛି। ସେହି ମହାଭାଗ୍ୟଶାଳୀ ରାଶିଟି ହେଉଛି କନ୍ୟା ରାଶି। ଏହି କନ୍ୟା ରାଶିର ବ୍ୟକ୍ତି ବିଶେଷମାନେ ମଙ୍ଗଳ ଗ୍ରହ ଉଚ୍ଚରେ ରହିବା ହେତୁ ଆଜିର ଦିନଠାରୁ ଫେବୃଆରୀ ମାସ ସାରା ପ୍ରଭୁ ହନୁମାନଙ୍କ କୃପାରୁ ଏହି କନ୍ୟା ରାଶିରେ ଜଡ଼ିତ ଜନ୍ମିତ ବ୍ୟକ୍ତି ବିଶେଷମାନେ ଦ୍ୱନ୍ଦ୍ୱ ଏବଂ ଅସୁବିଧାର ସମୟ ଦୂର ହେବା ସହିତ ସଫଳତାର ନୂତନ ସମୟ ଆରମ୍ଭ ହେବା ପାଇଁ ଯାଉଛି। ଆଗାମୀ 7 ଦିନ ଭିତରେ ଆପଣ ଏକ ଏପରି ଅନୁଭବ କରିବେ ଯେପରି ଆପଣ ଅନ୍ଧାରରୁ ଆଲୋକକୁ ଆସିଛନ୍ତି ଏବଂ 7 ଦିନ ମଧ୍ୟରେ ଆପଣଙ୍କର ପଡ଼ି ରହିଥିବା କାର୍ଯ୍ୟଗୁଡ଼ିକ ପୂର୍ଣ୍ଣ କରିବାରେ ସକ୍ଷମ ହେବେ ଏବଂ ଏକ ଚିନ୍ତା ଏବଂ ସମସ୍ୟାର ସମାଧାନ ହେବ ଏବଂ ଆପଣଙ୍କର ଇଚ୍ଛା ପୂର୍ଣ୍ଣ ହେବ। କାର୍ଯ୍ୟରେ ଚାଲିଥିବା ଯେକୌଣସି ଅସୁବିଧାର ମଧ୍ୟ ସମାଧାନ ହେବ। ଭାଗ୍ୟ ଆଜି ଆପଣଙ୍କୁ ଆର୍ଥିକ କ୍ଷେତ୍ରରେ ସଫଳତା ଆଣିଦେବ। ଆଜି ସକାଳ 7:45 ସମୟରୁ ପ୍ରଭୁ ବଜରଙ୍ଗବଲିଙ୍କ କୃପାରୁ ଆପଣଙ୍କର କ୍ୟାରିୟରରେ ଉନ୍ନତି ଲାଭ କରିବେ। ଆୟର ନୂତନ ପନ୍ଥା ଖୋଲିବ। ଆର୍ଥିକ କ୍ଷେତ୍ରରେ ସଫଳତା ଆଣିଦେବ। ଆପଣଙ୍କର କିଛି ଦୀର୍ଘକାଳୀନ ନିବେଶ ମଧ୍ୟ ଭଲ କରିପାରିବେ, ଯାହାଦ୍ୱାରା କି ଆପଣଙ୍କୁ ଭବିଷ୍ୟତରେ ଗୁରୁତ୍ୱପୂର୍ଣ୍ଣ ଲାଭ ଆଣିବ। ଶିକ୍ଷା କ୍ଷେତ୍ରରେ ଆପଣଙ୍କର ପ୍ରଦର୍ଶନ ଆଜି ଉନ୍ନତ ହେବ ପ୍ରଭୁ ହନୁମାନଙ୍କ ଆଶୀର୍ବାଦରୁ। ଲୋକମାନେ ଆପଣଙ୍କର ପରାମର୍ଶ ଏବଂ ଚିନ୍ତାଧାରାକୁ ସମ୍ମାନ ଦେବ। ରିଏଲ ଇଷ୍ଟେଟ୍ ରାଜନୈତିକ ବ୍ୟକ୍ତି ବିଶେଷମାନେ ସରକାରଙ୍କ ତରଫରୁ ନୂତନ କାର୍ଯ୍ୟ ଆପଣଙ୍କ ହାତକୁ ଆସିବ
ଏବଂ ରାଜନୈତିକ ବ୍ୟକ୍ତିବିଶେଷ ମାନେ ଆପଣଙ୍କ କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିବା ଦ୍ୱାରା ଆପଣଙ୍କର ସମାଜରେ ମାନ ସମ୍ମାନ ବଢ଼ିବ ଏବଂ ରାଜନୈତିକ କ୍ଷେତ୍ରରେ ଦ୍ୱିଗୁଣିତ ଲାଭାନ୍ୱିତ ହେବେ। ଟଙ୍କା ସଞ୍ଚୟ କରିବାରେ ସକ୍ଷମ ହେବେ। ଧାର କରଜ ଆଣିଥିବା ବ୍ୟକ୍ତିବିଶେଷ ମାନେ ଧାର କରଜ ଟଙ୍କା ଶୁଝିବାରେ ସକ୍ଷମ ହେବେ। ପ୍ରଭୁ ହନୁମାନଙ୍କର ଆଶୀର୍ବାଦରୁ ଏହି କନ୍ୟା ରାଶିର ବ୍ୟକ୍ତିବିଶେଷ ମାନେ ଆର୍ଥିକ ଅଭାବ ଅନଟନ ଦୂର ହେବ ଏବଂ ପ୍ରଭୁ ହନୁମାନଙ୍କ ଆଶୀର୍ବାଦରୁ ସ୍ୱାସ୍ଥ୍ୟରେ ଧୀରେ ଧୀରେ ସୁଧାର ଆସିବ। ପିଲାମାନଙ୍କ ଠାରୁ ସନ୍ତାନ ପ୍ରାପ୍ତି କିମ୍ବା ଅନ୍ୟାନ୍ୟ ଖୁସି ଖବର ମିଳିବ। ଆଗାମୀ 7 ଦିନ ଭିତରେ ଆପଣଙ୍କର ପଡ଼ି ରହିଥିବା କାର୍ଯ୍ୟଗୁଡ଼ିକ ଦ୍ରୁତ ଗତିରେ ସମାପ୍ତ କରିବାରେ ସକ୍ଷମ ହେବେ। ତେବେ ଦର୍ଶକ ବନ୍ଧୁ, ଆପଣଙ୍କର ଯଦି ଏହି ରାଶିଟି ହୋଇଥାଏ, ପ୍ରଭୁ ବଜରଙ୍ଗବଲି ହନୁମାନଙ୍କର ଭକ୍ତ ହୋଇଥାନ୍ତି, କମେଣ୍ଟ ବକ୍ସରେ ହୃଦୟରେ ଜୟ ଶ୍ରୀରାମ ଜୟ ହନୁମାନ ଲେଖିବାକୁ ବିଲକୁଲ ବି ଭୁଲିବେନି। ପ୍ରଭୁ ହନୁମାନଙ୍କର ଆଶୀର୍ବାଦରୁ ଆସୁଥିବା ସମସ୍ତ ବାଧାବିଘ୍ନ ଦୂର ହେବା ସହିତ ସମସ୍ତ ଦୁଃଖ କଷ୍ଟ ସମସ୍ୟାର ଅନ୍ତ ଘଟିବ ଏବଂ ଆଗାମୀ 7 ଦିନ ଭିତରେ ଏହି ରାଶିକୁ କିଛି ଶୁଭଫଳ ପ୍ରାପ୍ତି ହେବା ସହିତ ଗୁପ୍ତଧନ ପ୍ରାପ୍ତି ହେବ। ତେବେ ଦର୍ଶକ ବନ୍ଧୁ, ପରବର୍ତ୍ତୀ ସେହି ମହାଭାଗ୍ୟଶାଳୀ ରାଶିଟି ହେଉଛି ତୁଳା ରାଶି। ଏହି ତୁଳା ରାଶିରେ ଜନ୍ମିତ ବ୍ୟକ୍ତିବିଶେଷ ମାନେ ଆପଣଙ୍କୁ ଆଗାମୀ 7 ଦିନ ମଧ୍ୟରେ ଆପଣଙ୍କୁ ପ୍ରଭୁ ହନୁମାନଙ୍କର ଆଶୀର୍ବାଦରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବା ସହିତ କିଛି ଗୁପ୍ତଧନ ପ୍ରାପ୍ତି ହେବା ପାଇଁ ଯାଉଛି। ଆପଣଙ୍କର ଦୀର୍ଘ ଦିନର ମନସ୍କାମନା ପୁରା ହେବା ପାଇଁ ଯାଉଛି। ମିଠା ବାଣ୍ଟିବା ପାଇଁ ହୋଇଯାଆନ୍ତୁ ପ୍ରସ୍ତୁତ ଏବଂ ଦୁଃଖର ଦିନ ଶେଷ ହେବା ସହିତ ଏହି ତୁଳା ରାଶିର ବ୍ୟକ୍ତିବିଶେଷ ମାନେ ଆପଣଙ୍କର ପଡ଼ି ରହିଥିବା କାର୍ଯ୍ୟଗୁଡ଼ିକ ଏବଂ ବ୍ୟସ୍ତବହୁଳ ଦିନଗୁଡ଼ିକ ଦୂର ହେବ। ସମସ୍ୟାର ଅସମାଧାନ ହେବ। ଦୀର୍ଘ ଦିନ ଧରି ପଡ଼ି ଲାଗି ରହିଥିବା ପୁରୁଣା କୋର୍ଟ କଚେରୀ ମାମଲା ରାୟ ଆପଣଙ୍କ ସପକ୍ଷରେ ଯିବ। ଶତ୍ରୁ ଉପରେ ବିଜୟ ଲାଭ କରିବେ। ଦୀର୍ଘ ଦିନ ଧରି ପଡ଼ି ରହିଥିବା ବୃତ୍ତିଗତ ସମସ୍ୟାର ଅନ୍ତ ଘଟିବ। ପ୍ରଭୁ ହନୁମାନଙ୍କର ଆଶୀର୍ବାଦରୁ ଆପଣଙ୍କ ନୂତନ କର୍ମକ୍ଷେତ୍ରରେ ଆପଣଙ୍କର ଉପରିସ୍ଥ ଅଧିକାରୀମାନେ ସାହାଯ୍ୟ ଏବଂ ସମର୍ଥନ ମିଳିବ। ଆପଣଙ୍କର କିଛି ନୂତନ ଶିଖିବା ପାଇଁ ସୁଯୋଗ ମଧ୍ୟ ମିଳିବ ଏବଂ ଆପଣଙ୍କର ସ୍ୱାସ୍ଥ୍ୟ ଧୀରେ ଧୀରେ ସୁଧାର ଆସିବ। ଯେଉଁମାନେ ଦୀର୍ଘ ଦିନରେ କୌଣସି ରୋଗରେ ପୀଡ଼ିତ ଅଛନ୍ତି, ସେମାନଙ୍କ ସ୍ୱାସ୍ଥ୍ୟରେ ଧୀରେ ଧୀରେ ଉନ୍ନତି ଲାଭ ହେବ ଏବଂ ଆପଣଙ୍କୁ ଜଣେ ନିକଟ ସମ୍ପର୍କୀୟଙ୍କ ଠାରୁ ମଧ୍ୟ ସମର୍ଥନ ମିଳିବ। ବିଦେଶରେ ରହି ବାଣିଜ୍ୟ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷ ମାନେ ଦ୍ୱିଗୁଣିତ ଲାଭାନ୍ୱିତ ହେବ। ଆପଣଙ୍କର ବୈବାହିକ ଜୀବନରେ ପ୍ରେମ ଏବଂ ସମ୍ଭାବନା ବିରାଜମାନ ରହିବ। ପ୍ରେମ ବିବାହରେ ଉପୁଜିଥିବା ପ୍ରତିବନ୍ଧକ ଦୂର ହେବ। ରିଏଲ ଏଷ୍ଟେଟରେ କାର୍ଯ୍ୟରତ ବ୍ୟକ୍ତିବିଶେଷ ପାଇଁ ଶୁଭ ସମୟ ଆରମ୍ଭ ହେଉଛି। କଳା, ସାହିତ୍ୟ, ରିସର୍ଚ୍ଚ, ସାମ୍ବାଦିକ, ଡାକ୍ତରୀ ତଥା ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିବିଶେଷ ପାଇଁ ପ୍ରଭୁ ହନୁମାନଙ୍କର ଆଶୀର୍ବାଦରୁ ଆଗାମୀ 7 ଦିନ ମଧ୍ୟରେ ଏହି ରାଶିର ଭାଗ୍ୟ, ଯାହାକି ଆପଣଙ୍କର ଅନେକ ଶୁଭ ଗୁପ୍ତଧନ ପ୍ରାପ୍ତ ହେବା ସହିତ କିଛି ଶୁଭ ଖବର ମିଳିବ। ଯେଉଁମାନେ ଚାକିରି ଅନୁସନ୍ଧାନରେ ଅଛନ୍ତି, ସେମାନଙ୍କ ପାଇଁ କୌଣସି ଏକ ଚାକିରିରୁ ଫୋନ୍ କଲ୍ ବା ଅଫର ଲେଟର ଆସିବ। ସରକାରୀ ଚାକିରିଆମାନଙ୍କର ପଦୋନ୍ନତି ସହିତ ଦରମା ବୃଦ୍ଧି ହେବ। କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଇଥିବା କିମ୍ବା ଅନ୍ୟାନ୍ୟ ପ୍ରତିଯୋଗିତାରେ ଭାଗ ନେଇଥିବା ବିଶେଷ ଅଧିକାରୀମାନେ ସେଥିରେ ମଧ୍ୟ ପ୍ରଭୁ ହନୁମାନଙ୍କ ଆଶୀର୍ବାଦରୁ ପ୍ରଥମ ସ୍ଥାନ ଅଧିକାର କରିବେ। ତେବେ ଦର୍ଶକ ବନ୍ଧୁ, ଆପଣଙ୍କର ଯଦି ଏହି ରାଶିଟି ହୋଇଥାଏ, ପ୍ରଭୁ ହନୁମାନଙ୍କର ଭକ୍ତ ହୋଇଥାନ୍ତି, କମେଣ୍ଟ ବକ୍ସରେ ହୃଦୟରେ ଜୟ ଶ୍ରୀରାମ ଜୟ ହନୁମାନ ଲେଖିବାକୁ ବିଲକୁଲ ବି ଭୁଲିବେନି। ପ୍ରଭୁ ହନୁମାନଙ୍କର ଆଶୀର୍ବାଦ ଆସୁଥିବା ସମସ୍ତ ବାଧାବିଘ୍ନ ଦୁଃଖ ଦୁର୍ଦ୍ଦଶା ଦୂର ହେବା ସହିତ ପ୍ରଭୁ ହନୁମାନଙ୍କର ଆଶୀର୍ବାଦ ସଦାସର୍ବଦା ଆପଣଙ୍କ ଉପରେ ଲାଗି ରହିବ। ତେବେ ଦର୍ଶକ ବନ୍ଧୁ, ପରବର୍ତ୍ତୀ ସେହି ମହାଭାଗ୍ୟଶାଳୀ ରାଶିଟି ହେଉଛି ଯାହାପରେ କି ପ୍ରଭୁ ହନୁମାନଙ୍କର ଆଶୀର୍ବାଦ ପ୍ରାପ୍ତ ରହିବା ପାଇଁ ଯାଉଛି ଧନୁ ରାଶି। ଏହି ଧନୁରାଶିରେ ଜନ୍ମିତ ବ୍ୟକ୍ତିବିଶେଷ ମାନେ ମଙ୍ଗଳ ଗ୍ରହ ଉଚ୍ଚରେ ରହିବା ସହିତ ପ୍ରଭୁ ବଜରଙ୍ଗବଲୀଙ୍କ କୃପାରୁ ଆଜି ସକାଳ 7:45 ସମୟରୁ ଆପଣଙ୍କର ଶୁଭ ସମୟ ଆରମ୍ଭ ହେଉଛି ଏବଂ ଆପଣଙ୍କର ଭାଗ୍ୟରେ ଲଟେରୀ ଲାଗିବା ସହିତ ଅଚାନକ ଆପଣଙ୍କୁ ଆଗାମୀ 7 ଦିନ ଭିତରେ ଏହି ଧନୁରାଶିର ବ୍ୟକ୍ତିବିଶେଷ ପାଇଁ କିଛି ଗୁପ୍ତଧନ ପ୍ରାପ୍ତି ସହିତ ସମସ୍ତ ଆର୍ଥିକ ଅଭାବ ଅନଟନ ଦୂର ହେବା ପାଇଁ ଯାଉଛି। ଆର୍ଥିକ ସମସ୍ୟା ଦୂର ହେବ। ଟଙ୍କା ପଇସା ଅର୍ଥ ଅଭାବ ଦୂର ହେବ। ଲାଗି ରହିଥିବା ବେପାରରେ ମନ୍ଦାବସ୍ଥା ଦୂର ହେବ। ଆୟର ନୂତନ ପନ୍ଥା ଖୋଲିବ। ବ୍ୟବସାୟରେ ନୂତନ ଗରାଖ ଜୁଟିବେ। କିଛି ଟଙ୍କା ଯାହାକି ତାଦ୍ୱାରା ସଞ୍ଚୟ କରିବାରେ ସକ୍ଷମ ହେବେ। ପାର୍ଟନରସିପ୍ରେ ଚାଲିଥିବା ବ୍ୟବସାୟୀମାନେ ବ୍ୟବସାୟରୁ ମୋଟା ଅଙ୍କର ଲାଭ ମିଳିବ। ପୂର୍ବ ଅପେକ୍ଷା ଆୟ ବଢ଼ିବ ଏବଂ ଧାର କରଜ ଆଣିଥିବା ବ୍ୟକ୍ତିବିଶେଷ ମାନେ ଧାର କରଜ ଶୁଝିବାରେ ସକ୍ଷମ ହେବେ। ଏହି ଧନୁରାଶିରେ ଜନ୍ମିତ ବ୍ୟକ୍ତିବିଶେଷ ମାନେ ପ୍ରଭୁ ବଜରଙ୍ଗବଲୀଙ୍କ କୃପାରୁ ଆପଣଙ୍କର ଯାହାକି କାର୍ଯ୍ୟଗୁଡ଼ିକ ସମାପ୍ତ କରିବା ପାଇଁ ଚେଷ୍ଟା ଜାରି ରଖିବା ସହିତ ପରିବାର ଲୋକଙ୍କର ମଧ୍ୟ ସମର୍ଥନ ମିଳିବ। ଆପଣଙ୍କର ଅଧିକ କାମ ମଧ୍ୟ ଖର୍ଚ୍ଚ ଦୂର ହେବ, ଯାହାଦ୍ୱାରା କି ଆପଣଙ୍କ ମନୋଭାବକୁ ଖରାପ କରିବ ନାହିଁ। ବୈବାହିକ ଜୀବନରେ ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। ବିବାହ କାର୍ଯ୍ୟ ସମ୍ପନ୍ନ ହେବ।
ଜମି ଗାଡ଼ି କିଣିବାର ସ୍ୱପ୍ନ ସାକାର ହେବ। ଗୃହ ପ୍ରବେଶ ନେଇ ସମୟ ଅତ୍ୟନ୍ତ ଶୁଭଦାୟକ ରହିବ। ଜୀବନସାଥୀଙ୍କ ସହ ଆପଣ ଖୁସିର ସମୟ ବିତାଇବେ। ପରିବାରରେ ଲାଗି ରହିଥିବା ମନ୍ଦାବସ୍ଥା ଦୂର ହେବା ସହିତ ଭାଇ ଭାଇଙ୍କ ସମ୍ପର୍କ ମଜବୁତ ରହିବ ଏବଂ ଆର୍ଥିକ ଅଭାବ ଅନଟନ ଦୂର ହେବ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ କୃତ ଲାଭ କରିବେ ଏବଂ କଳା, ସାହିତ୍ୟ, ରିସର୍ଚ୍ଚ, ଡାକ୍ତରୀ, ସାମ୍ବାଦିକ ତଥା ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିବିଶେଷମାନେ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବା ପାଇଁ ଯାଉଛି। ଆଗାମୀ 7 ଦିନ ଭିତରେ ଏହି ରାଶିର ବ୍ୟକ୍ତିଙ୍କୁ କିଛି ଖୁସି ଖବର ପ୍ରାପ୍ତ ହେବ। ସନ୍ତାନ ପ୍ରାପ୍ତି ନେଇ ପିଲାମାନଙ୍କଠାରୁ କିମ୍ବା ଅନ୍ୟାନ୍ୟ ଖୁସି ଖବର ମଧ୍ୟ ମିଳିବ। ତେବେ ଦର୍ଶକ ବନ୍ଧୁ, ଆପଣଙ୍କର ଯଦି ଏହି ରାଶିଟି ହୋଇଥାଏ, ସ୍ୱୟଂ ପ୍ରଭୁ ହନୁମାନଙ୍କର ଭକ୍ତ ହୋଇଥାନ୍ତି। କମେଣ୍ଟ ବକ୍ସରେ ସହୃଦୟରେ ଜୟ ଶ୍ରୀରାମ ଜୟ ହନୁମାନ ଲେଖିବାକୁ ବିଲକୁଲ ବି ଭୁଲିବେନି। ତେବେ ଦର୍ଶକ ବନ୍ଧୁ, ଚାଲନ୍ତୁ ଜାଣିନେବା ପରବର୍ତ୍ତୀ ସେହି ମହାଭାଗ୍ୟଶାଳୀ ରାଶିଟି ହେଉଛି ଯାହାପରେ କି ହନୁମାନଙ୍କର ବିଶେଷ କୃପା ରହିବା ପାଇଁ ଯାଉଛି। ମକର ରାଶି। ଏହି ମକର ରାଶିରେ ଜନ୍ମିତ ବ୍ୟକ୍ତି ବିଶେଷମାନେ ମଙ୍ଗଳ ଗ୍ରହ ଆପଣଙ୍କର ଉଚ୍ଚରେ ରହିବା ହେତୁ ଆଗାମୀ 7 ଦିନ ଭିତରେ ମିଠା ବାଣ୍ଟିବା ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ। ଆପଣଙ୍କୁ ଅଚାନକ ଭାବରେ କିଛି ଖୁସି ଖବର ପ୍ରାପ୍ତ ହେବା ସହିତ 7 ଦିନ ଭିତରେ ଆପଣଙ୍କୁ ସରକାରୀ ଚାକିରି ମିଳିବ ଏବଂ ଯେଉଁମାନେ ଚାକିରି ଅନୁସନ୍ଧାନରେ ଅଛନ୍ତି ସେମାନଙ୍କ ପାଇଁ କୌଣସି ଏକ କମ୍ପାନୀର ଅଫର ଲେଟର ବା ଫୋନ୍ କଲ୍ ଆସିବ। ଅବିବାହିତ ବ୍ୟକ୍ତିବିଶେଷଙ୍କ ବିବାହ ଯୋଗ ଫିଟିବ ଏବଂ ବୈବାହିକ ଜୀବନ ସୁଖମୟ ହେବ। ପ୍ରେମ ବିବାହରେ ଉପୁଜିଥିବା ପ୍ରତିବନ୍ଧକ ଦୂର ହେବ। ପ୍ରଭୁ ହନୁମାନଙ୍କର ଆଶୀର୍ବାଦରୁ କ୍ୟାରିୟରରେ ଉନ୍ନତି ଲାଭ କରିବେ ଏବଂ ଆଜି ସକାଳ 7:45 ସମୟରୁ ପ୍ରଭୁ ହନୁମାନଙ୍କ କୃପାରୁ ଆପଣଙ୍କର କିଛି ଗୁରୁତ୍ୱପୂର୍ଣ୍ଣ ସୁଯୋଗ ମିଳିବ ଯାହାଦ୍ୱାରା କି ଆପଣଙ୍କୁ ଖୁସି କରିବ। ଆପଣଙ୍କର ଅନେକ ବଡ଼ ଇଚ୍ଛା, ଦୀର୍ଘ ଦିନର ଇଚ୍ଛା ପୂର୍ଣ୍ଣ ହେବ। ପୁରୁଣା କୋର୍ଟ କଚେରୀ ମାମଲା ରାୟ ଆପଣଙ୍କ ସପକ୍ଷରେ ଯିବ। ଶତ୍ରୁ ଉପରେ ବିଜୟ ଲାଭ କରିବେ। ଅଧୁରା ପଡ଼ିଥିବା କାର୍ଯ୍ୟଗୁଡ଼ିକ ପୂର୍ଣ୍ଣ ହେବ। ସମାଜରେ ଆପଣଙ୍କର ମାନ ସମ୍ମାନ ବୃଦ୍ଧି ପାଇବ। ଆପଣଙ୍କର ଏକ ବଡ଼ ଇଚ୍ଛା ମଧ୍ୟ ପୂର୍ଣ୍ଣ ହେବ ଯାହାକି ଜମି ଏବଂ ଗାଡ଼ି କିଣିବାର ସ୍ୱପ୍ନ ସାକାର ହେବ। ଶତ୍ରୁ ଉପରେ ବିଜୟ ଲାଭ କରିବା ସହିତ ଆଜିର ଦିନଠାରୁ ଆପଣଙ୍କ କ୍ୟାରିୟରରେ ଉନ୍ନତି ହେବ ଏବଂ ଦୂର ଯାତ୍ରା କରିବାର ସୁଯୋଗ ମିଳିବ। ଦୂର ଯାତ୍ରା ଶୁଭଦାୟକ ହେବ। ପାର୍ଟନରସିପ୍ରେ ଚାଲିଥିବା ବ୍ୟବସାୟରୁ ମୋଟା ଅଙ୍କର ଲାଭ ମିଳିବ ଏବଂ ଏହି ରାଶିର ସରକାରୀ ଚାକିରିଆମାନେ ଯେଉଁମାନେ ଚାକିରି ଅନୁସନ୍ଧାନରେ ଅଛନ୍ତି ସେମାନଙ୍କ ପାଇଁ ଭଲ ଚାକିରି ଅଫର ଲେଟର ମିଳିବ। ତେବେ ଦର୍ଶକ ବନ୍ଧୁ, ଆପଣଙ୍କର ଯଦି ଏହି ରାଶିଟି ହୋଇଥାଏ, ପ୍ରଭୁ ହନୁମାନ ବଜରଙ୍ଗବଲୀଙ୍କର ଭକ୍ତ ହୋଇଥାନ୍ତି, କମେଣ୍ଟ ବକ୍ସରେ ସହୃଦୟରେ ଜୟ ଶ୍ରୀରାମ ଜୟ ହନୁମାନ ଲେଖିବାକୁ ବିଲକୁଲ ବି ଭୁଲିବେନି। ତେବେ ଦର୍ଶକ ବନ୍ଧୁ, ପରବର୍ତ୍ତୀ ସେହି ମହାଭାଗ୍ୟଶାଳୀ ରାଶିଟି ହେଉଛି କୁମ୍ଭ ରାଶି। ଏହି କୁମ୍ଭ ରାଶିର ବ୍ୟକ୍ତି ବିଶେଷମାନେ ଆଜିର ଦିନଠାରୁ ଆଜି ସକାଳ 7:45 ସମୟରୁ ମଙ୍ଗଳ ଗ୍ରହ ଆପଣଙ୍କର ଉଚ୍ଚ ରାଶିରେ ରହିବା ହେତୁ ପ୍ରଭୁ ହନୁମାନଙ୍କର ଆଶୀର୍ବାଦରୁ ଆପଣଙ୍କର ଆଗାମୀ 7 ଦିନ ମଧ୍ୟରେ ଆପଣଙ୍କୁ କିଛି ଖୁସି ଖବର ମିଳିବା ସହିତ ଗୁପ୍ତଧନ ପ୍ରାପ୍ତି ହେବା ପାଇଁ ଯାଉଛି। ଭାଗ୍ୟ ସୁନା ଭଳି ଚମକିବା ସହିତ ଏହି କୁମ୍ଭ ରାଶିର ବ୍ୟକ୍ତି ବିଶେଷମାନେ ଜୀବନରେ ଅନେକ ଦୁଃଖ, କଷ୍ଟ, ସମସ୍ୟା ଦେଇ ଗତି କରିଛନ୍ତି ଏବଂ ଜଟିଳ ସମସ୍ୟା ଲାଗି ରହିଛି। ପ୍ରଭୁ ହନୁମାନଙ୍କ ଆଶୀର୍ବାଦରୁ ଆପଣଙ୍କ ପାଇଁ ଆଜିର ଦିନଠାରୁ ଅତ୍ୟନ୍ତ ଶୁଭ ହେବା ପାଇଁ ଯାଉଛି ଏବଂ ଏହି କୁମ୍ଭ ରାଶିର ବ୍ୟକ୍ତି ବିଶେଷମାନେ କ୍ୟାରିୟରରେ ଉନ୍ନତି ଲାଭ କରିବେ। ଆୟର ନୂତନ ପନ୍ଥା ଖୋଲିବା ସହିତ ଆଜିର ଦିନଠାରୁ ଆଗାମୀ 7 ଦିନ ମଧ୍ୟରେ ଆପଣଙ୍କର ପ୍ରତ୍ୟେକ ମନସ୍କାମନା ପୂର୍ଣ୍ଣ ହେବା ସହିତ ଲାଗି ରହିଥିବା ବ୍ୟବସାୟରେ ମନ୍ଦାବସ୍ଥା ଦୂର ହେବା ପାଇଁ ଯାଉଛି। ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ସମୟ ଅତ୍ୟନ୍ତ ସୁଖଦ ହେବା ପାଇଁ ଯାଉଛି ଏବଂ ଦୀର୍ଘ ଦିନ ଧରି ପଡ଼ି ରହିଥିବା କାର୍ଯ୍ୟଗୁଡ଼ିକ, ବୃତ୍ତିଗତ ଜୀବନରେ ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବା ପାଇଁ ଯାଉଛି। ଦୀର୍ଘ ଦିନ ଧରି ସ୍ୱାସ୍ଥ୍ୟରେ ଉନ୍ନତି ଲାଭ ହେବା ଏବଂ ପରିବାର ଲୋକଙ୍କର ଭାଇ ଭାଇଙ୍କ ମଧ୍ୟରେ ହୋଇଥିବା ମନମାଳିନ୍ୟ ଦୂର ହେବ। ଆପଣଙ୍କର ବ୍ୟବସାୟରେ ଭଲ ଟଙ୍କା ନିବେଶ କରିବେ ଯାହାଦ୍ୱାରା କି କିଛି ଟଙ୍କା ସଞ୍ଚୟ କରିବାରେ ସକ୍ଷମ ହେବେ ଏବଂ ଯେଉଁମାନେ ଧାର କରଜ ଟଙ୍କା ଆଣିଥାନ୍ତି, ଧାର କରଜ ଟଙ୍କା ସୁଝିବାରେ ମଧ୍ୟ ସକ୍ଷମ ହେବେ। ପୂର୍ବାପେକ୍ଷା ଆର୍ଥିକ ସ୍ଥିତି ଧୀରେ ଧୀରେ ମଜବୁତ ରହିବ ଏବଂ ଆୟର ନୂତନ ଗରାଖ ଜୁଟିବେ। ବିରୋଧୀମାନେ ଆପଣଙ୍କୁ ଆଜି ଶାନ୍ତ ରହିବେ। ଶତ୍ରୁ ଉପରେ ବିଜୟ ଲାଭ କରିବେ। ପୁରୁଣା କୋର୍ଟ କଚେରୀ ମାମଲା ରାୟ ଆପଣଙ୍କ ସପକ୍ଷରେ ଯିବ। ପୁରୁଣା ପୈତୃକ ସମ୍ପତ୍ତିରୁ ଲାଭାନ୍ୱିତ ହେବ। ଆପଣଙ୍କର ଭଲ ଫାଇଦା ହେବ। ବ୍ୟବସାୟରେ ପାର୍ଟନରସିପ୍ରେ ଚାଲିଥିବା ବ୍ୟବସାୟୀମାନେ ବ୍ୟବସାୟରେ ମୋଟା ଅଙ୍କର ଲାଭ ମିଳିବ। ଯେଉଁ ଛାତ୍ରଛାତ୍ରୀମାନେ ବିଦେଶରେ ଇଚ୍ଛୁକ ଥିବା ଛାତ୍ରଛାତ୍ରୀଙ୍କର ଆଶା ପୂର୍ଣ୍ଣ ହେବ ଏବଂ ଏହି କୁମ୍ଭ ରାଶିର ସରକାରୀ ଚାକିରିଆମାନେ ଚାକିରିର ପଦୋନ୍ନତି ସହ ଦରମା ବୃଦ୍ଧି ହେବ ଏବଂ ଏହି କୁମ୍ଭ ରାଶିର ଛାତ୍ରଛାତ୍ରୀମାନେ ଯେଉଁମାନେ କି ଦୀର୍ଘ ଦିନ ହେବ ଜଟିଳ ସମସ୍ୟାରେ ଅଛନ୍ତି, ଯାହାକି ଆପଣଙ୍କର ଚାକିରି ଅନୁସନ୍ଧାନରେ ଅଛନ୍ତି, ପ୍ରଭୁ ହନୁମାନଙ୍କର ଆଶୀର୍ବାଦରୁ ଆଗାମୀ 7 ଦିନ ମଧ୍ୟରେ ଆପଣଙ୍କୁ କିଛି ଶୁଭ ଖବର ମିଳିବ।
ଏବଂ ଅଚାନକ ଚାକିରି ହେବ ଏବଂ ବିଦେଶରେ ଆପଣଙ୍କର ଚାକିରି ହେବ। ତେବେ ଦର୍ଶକ ବନ୍ଧୁ ଇଏ ଥିଲେ ସେହି ସବୁ ମହାଭାଗ୍ୟଶାଳୀ ରାଶି ଯାହା ଉପରେ କି ଆଗାମୀ 7 ଦିନ ମଧ୍ୟରେ ଆପଣଙ୍କର ଭାଗ୍ୟ ସୁନା ଭଳି ଚମକିବା ସହିତ ଦୁଃଖ କଷ୍ଟ ସମସ୍ୟାର ଅନ୍ତ ଘଟିବା ସହିତ ପ୍ରଭୁ ହନୁମାନଙ୍କ କୃପାରୁ ଆପଣଙ୍କର ସମସ୍ତ ଆର୍ଥିକ ସମସ୍ୟା ଗୁଡ଼ିକ ଦୂର ହେବା ସହିତ ଜୀବନରେ ଲାଗି ରହିଥିବା ମନ୍ଦ ଅବସ୍ଥା ଦୂର ହେବ ଏବଂ ଜୀବନରେ ଅଭାବ ଅନଟନ ଦୂର ହେବା ସହିତ ସ୍ୱାସ୍ଥ୍ୟରେ ମଧ୍ୟ ପରିଲକ୍ଷିତ ହେବ। ମଙ୍ଗଳ ଗ୍ରହ ଉଚ୍ଚରେ ରହିବା ହେତୁ ଆଜି ସକାଳ 7:45 ଠାରୁ ଏହିସବୁ ରାଶିଧାରୀ ବ୍ୟକ୍ତିବିଶେଷଙ୍କ କିଛି ଗୁପ୍ତଧନ ପ୍ରାପ୍ତି ହେବା ପାଇଁ ଯାଉଛି। ଭାଗ୍ୟ ସୁନା ଭଳି ଚମକିବା ସହିତ ଆର୍ଥିକ ଶାରୀରିକ ପୀଡ଼ା ମଧ୍ୟ ଦୂର ହେବ। ତେବେ ଦର୍ଶକ ବନ୍ଧୁ ଆପଣଙ୍କର ଏଥିମଧ୍ୟରୁ ଯେକୌଣସି ରାଶିଟି ବି ହେଇଥାଉ ପ୍ରଭୁ ହନୁମାନ ବଜରଙ୍ଗବଲୀଙ୍କ ଭକ୍ତ ହୋଇଥାନ୍ତି। କମେଣ୍ଟ ବକ୍ସରେ ହୃଦୟରେ ଜୟ ଶ୍ରୀରାମ ଜୟ ହନୁମାନ ଲେଖିବାକୁ ବିଲକୁଲ ବି ଭୁଲିବେନି। ତେବେ ଦର୍ଶକ ବନ୍ଧୁ ଆଜିର ଭିଡ଼ିଓଟି ଏଇଠି ରଖୁଛି। ରହୁଛି ନମସ୍କାର। ଜୟ ଶ୍ରୀରାମ ଜୟ ହନୁମାନ।